ଆଜି ଶୁଣିବା ଉପନ୍ୟାସ ହଂସ ଗୀତେ। ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି। ଭାଗ ଦ୍ୱିତୀୟ। ସୁମିତ୍ରା ଏତେ ସମୟ ଭୁଲି ଯାଇଥିଲା ସେଠାରେ ସୁବ୍ରତର ଉପସ୍ଥିତି। ସୁବ୍ରତ କହୁଥିଲା, ଆଉ ତମ ସହିତ ଦେଖା ହେବ କି ନାହିଁ କିଏ ଜାଣେ। ସୁମିତ୍ରା କହିଲା, ତୁମେ ଅନେକ ଦୂରକୁ ଚାଲିଯାଅ ସୁବ୍ରତ। ତୁମ ପାଇଁ ଏ ସହର ଅତି ଛୋଟ, ଏ ସମାଜ ଅତି ସଂକୀର୍ଣ୍ଣ। ତୁମେ ଦିଲ୍ଲୀ ଯାଅ, ସେଠାରେ ତମର ଟ୍ୟାଲେଣ୍ଟ ପାଇଁ ନିଶ୍ଚୟ ପ୍ରଶସ୍ତ କ୍ଷେତ୍ର ମିଳିବ। ସୁମିତ୍ରା ଜାଣେ ସୁବ୍ରତ ଏହି ସହରରୁ ବିଦାୟ ନେବା ପରେ ତାର ଜୀବନ ହୋଇଉଠିବ ରିକ୍ତ ଭିକ୍ଷା ଝୁଲି ପରି। ଅକଳିକ ଶୂନ୍ୟତା ମଧ୍ୟରେ ତାର ଅସ୍ତିତ୍ୱ ଦୁଃସହ ଉତ୍ପୀଡ଼କ ହୋଇପଡ଼ିବ। ତଥାପି ସୁବ୍ରତର ନିଷ୍ପାପ ପ୍ରେମ ଓ ବନ୍ଧୁତ୍ୱକୁ ସେ ପ୍ରତାରିତ କରିବା ପାଇଁ ଚାହୁଁନଥିଲା। ଦିଲ୍ଲୀ ଯାତ୍ରାର ପାଥେୟ ପାଇଁ ସୁମିତ୍ରା ଅଯାଚିତ ଭାବରେ ସୁଦ୍ଧା ଦେଇଥିଲା କିଛି ଆର୍ଥିକ ସାହାଯ୍ୟ। ଖଣ୍ଡେ ଲଫାପା ଭିତରେ 2 ଖଣ୍ଡ 100 ଟଙ୍କିଆ ନୋଟ୍। ପ୍ରକୃତରେ କହିଲେ ସେ ଉଦ୍ଦେଶ୍ୟରେ ତ ସେ ସୁମିତ୍ରାକୁ ଖୋଜି ଖୋଜି ଆସିଥିଲା ନର୍ସିଂ ହୋମ୍। ଆଶ୍ଚର୍ଯ୍ୟ, ସେ କଥା ସୁମିତ୍ରା ଜାଣିପାରିଲା କିପରି? ଅଯାଚିତ ଭାବରେ ଖଣ୍ଡେ ଲଫାପା ଭିତରେ କେତେବେଳେ 2 ଖଣ୍ଡ 100 ଖଣ୍ଡିଆ ନୋଟ୍ ପୂରାଇ ବଢ଼େଇ ଦେଇଥିଲା ତା ଆଡ଼େ। ସୁମିତ୍ରାର ମ୍ଳାନ ପାଣ୍ଡୁର କପାଳ ଉପରେ ଗୋଟିଏ ଚୁମ୍ବନ ଦେଇ ସେ କହିଲା, ସୁମି, ୟୁ ଆର୍ ଏ ଡାର୍ଲିଂ, ଥ୍ୟାଙ୍କ୍ସ ଫର୍ ଏଭ୍ରିଥିଂ। ସୁମିତ୍ରା ଆଖି ବୁଜି ଅବସନ୍ନ କଣ୍ଠରେ ଉତ୍ତର ଦେଇଥିଲା, ମୋତେ ଚିଠି ଲେଖୁଥିବ ମଝିରେ ମଝିରେ, ଅଫିସ ଠିକଣା ତ ଜାଣିଛ। କିନ୍ତୁ ସୁମିତ୍ରାର ଅନ୍ୟ ପ୍ରକୃତ ଠିକଣା କ'ଣ ପଚାରି ବୁଝିବା ପାଇଁ ସୁବ୍ରତର ଆଉ ପ୍ରବୃତ୍ତି ନଥିଲା। ଚିଠି ଲେଖିବା ପାଇଁ କିନ୍ତୁ ଗୋଟିଏ ଠିକଣା ଆବଶ୍ୟକ, ଯେଉଁଥିରୁ କରିହେବ ସମାଜରେ ତୁମର ସ୍ଥିତିର କଳନା। ଉଦାହରଣ ସ୍ୱରୂପ, ତୁମ ଚିଠି ଉପରେ ଯଦି ଠିକଣା ଲେଖାଥାଏ କ୍ରିସେଣ୍ଟ ଆଭିନ୍ୟୁ, ତାହେଲେ ସେଥିରୁ ଅନୁମାନ କରିହେବ ନବ୍ୟ ହାକିମୀ ତନ୍ତ୍ର ଓ ରାଜନୈତିକ ଗୋଷ୍ଠୀତନ୍ତ୍ରର ତୁମେ ଏକ କ୍ରାଙ୍କ, ଏକ ସାଫର୍ଡ଼, ଏକ ନଟ୍ ଅଥବା ଏକ ବୋଲ୍ଟ। କିନ୍ତୁ ତୁମର ଠିକଣା ଥାଏ ଯଦି ଏକ ଅଜ୍ଞାତ ଅଶ୍ରୁତ ଗଳିର କେଉଁ ଗୋଟିଏ ଘର ନମ୍ବର, ତାହେଲେ ବୁଝିହେବ କଳାଟଙ୍କାର ସେହି ମହାନଗରୀରେ ତୁମେ ଏକ ଲଷ୍ଟ ସୋଲ୍, ପରିତ୍ୟକ୍ତ ଜୀବ। ତୁମେ ଯଦି କୌଣସି 5 ଷ୍ଟାର ହୋଟେଲ ନ ହେଉ ପଛେ 3 ଷ୍ଟାର ହୋଟେଲର ଗେଷ୍ଟ ଷ୍ଟେସନାରୀ ପ୍ୟାଡ଼ରେ ଚିଠି ଲେଖିଥାଅ, ତାହେଲେ ତୁମର ସ୍ୱାଚ୍ଛନ୍ଦ୍ୟ ଓ ଶୌଚଳ ପ୍ରତି ଆସିବ ଗଭୀର ସମ୍ମାନବୋଧ। ଆଉ ତୁମେ ଯଦି ଚିଠି କାର୍ଡ଼ ଖଣ୍ଡେ ପକାଇଥାଅ କୌଣସି ଝୁଗି ଝୁମ୍ପୁଡ଼ିରୁ, ତାହେଲେ ସେଥିରେ ବେଶ୍ ସହଜରେ ଅନୁମାନ କରିହେବ ତୁମର ଦୟନୀୟ ସ୍ଥିତି। ଯାହା ହେଉ, ନେତା ଓ ହାକିମମାନଙ୍କର ପଡ଼ା ହେଉ ଅଥବା ସେହି ବିସ୍ତୃତ ଜୀବମାନଙ୍କର ଝୁଗି ଝୁମ୍ପୁଡ଼ି ହେଉ, ପ୍ରତ୍ୟେକ ମନୁଷ୍ୟର ପ୍ରୟୋଜନ ଗୋଟିଏ ଠିକଣା ତାର ସାମାଜିକ ସ୍ଥିତିର ସାକ୍ଷ୍ୟ। ସାମ୍ୟବାଦର ମହାନଗରୀ ଦିଲ୍ଲୀରେ ଅନେକ ଅନ୍ୱେଷଣ ପରେ ଅବଶେଷରେ ସେ ଯୋଗାଡ଼ କରିପାରିଥିଲା ତାର ଠିକଣା। ଦିଲ୍ଲୀ ଷ୍ଟେସନର ଅପର କ୍ଲାସ ୱେଟିଂ ରୁମ୍ର ସେଇ କାଠ ବେଞ୍ଚ। ଅବଶ୍ୟ ୱେଟିଂ ରୁମ୍ ବିୟରର କିଶୋରୀଲାଲ ଦୟାରୁ। ତାପରେ ଯାଇ ସେ ସୁମିତ୍ରାକୁ ଚିଠି ଲେଖିଥିଲା ଓ ସେଥିରେ ଅନୁରୋଧ କରିଥିଲା କେଆ ଷ୍ଟେସନ ସୁପରିଟେଣ୍ଡେଣ୍ଟ, ଦିଲ୍ଲୀ ନର୍ଦର୍ଣ୍ଣ ରେଲୱେ ଠିକଣାରେ ଚିଠି ଦେବା ପାଇଁ। ଚିଠିରେ ଲେଖିଥିଲା, ଆପାତତଃ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଉତ୍ତେଜିତ ଜୀବିକା ଯୋଗାଡ଼ କରିପାରିନାହିଁ ସୁମି। ତଥାପି ସେହି ଚେଷ୍ଟାରେ ବୁଲୁଛି ମହାନଗରୀ ଦିଲ୍ଲୀର ପଥେ ପଥେ। ଫିଲୋସଫିରେ MA ଡିଗ୍ରୀ ଏଠାରେ ଅବଶ୍ୟ କୌଣସି କାମ ଦେବ ନାହିଁ। ତୁମର 200 ଟଙ୍କା ପ୍ରାୟ ଶେଷ ହେବା ଉପରେ। ତାପରେ ଭାବୁଛି ପିକ୍ ପକେଟିଂ ହେବ ମୋର ଜୀବିକା। ଏ ସମାଜରେ ପ୍ରତ୍ୟେକ ଜଣେ ଜଣେ ପିକ୍ ପକେଟମାର ସୁମି। ହୁମ୍ଡ଼ା ଚୋମଡ଼ାମାନଙ୍କର ପକେଟ ମାରଣା ଆମ ଆଖିରେ ପଡ଼େ ନାହିଁ। ଆମେ ବରଂ ତାକୁ ସମ୍ମାନ ଦେଉ, କିନ୍ତୁ ଆମ ଆଖିରେ ପଡ଼େ କେବଳ ସେହି ପେଟ ବିକଳିଆମାନଙ୍କର। ତା ନହେଲେ ଆଜିର ଏ ସମାଜ ଦୃଷ୍ଟି ରହିଛି କେବଳ ପିକ୍ ପକେଟିଂଙ୍କ ଉପରେ। ନିସ୍ୱ, କିନ୍ତୁ ନିସ୍ୱର ଦୁଃଖ ବୁଝେ ସୁମି। ସେମାନଙ୍କ ନିସ୍ୱତାକୁ ମୁଁ ନମସ୍କାର କରେ ତାର ପ୍ରାଣବନ୍ତ ଐଶ୍ୱର୍ଯ୍ୟ ପାଇଁ। ସେଦିନ ରାତିରେ ମୁଁ ନାନା ଦୁଶ୍ଚିନ୍ତାରେ ସେହି କାଠ ବେଞ୍ଚ ଉପରେ ପଡ଼ି ଛଟପଟ ହେଉଛି। ୱେଟିଂ ରୁମ୍ ସୋଫାରେ, ବେଞ୍ଚ ଉପରେ, ଚଟାଣରେ ଯାତ୍ରୀମାନେ ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ଢାଙ୍କି ହୋଇଛନ୍ତି ମୂର୍ତ୍ତା ପରି।
ମୁଁ ଇ କେବଳ ପୋଡ଼ି ଚାଲିଛି ଗୋଟାକ ପରେ ଗୋଟିଏ ଚାରମିନାର ସିଗାରେଟ୍। ଆଉ ଛଟପଟ ହେଉଛି। କିଶୋରୀଲାଲ ମୋ ବେଞ୍ଚ ପାଖକୁ ଆସି ପଚାରିଲା, ନିଦ ହେଉନାହିଁ ବାବୁଜୀ? ବସ ବସ ଭାଇ, ନିଅ ସିଗାରେଟ୍ ଟାଣ। ନିଦ ପାଇଁ ମୋତେ ଏଇ କାଠ ବେଞ୍ଚ ସହିତ ଏମିତି ଯୁଦ୍ଧ କରିବା ପାଇଁ ପଡ଼େ ପ୍ରତି ରାତିରେ। କିଶୋରୀଲାଲ କଳେ ଧୂଆଁ ଛାଡ଼ି କହିଲା, କିନ୍ତୁ କେତେଦିନ ଚଳାଇବ ଏମିତି? ଗୋଟିଏ କିଛି ଧନ୍ଦାରେ ଲାଗିଯାଉନା କାହିଁକି? କି ଧନ୍ଦା ଭାଇ? ସବୁ ଧନ୍ଦା ପାଇଁ ପ୍ରସ୍ତୁତ। କଣ୍ଠରେ ମୋର ଅକଥନୀୟ ଉଦ୍ବେଗ। ବୁଡ଼ି ଯାଉ ଯାଉ କ'ଣ ଗୋଟାଏ କୁଟାକ୍ଷ ମିଳିଗଲା ମୋତେ। କିଶୋରୀଲାଲ ପଚାରିଲା, କେତେ ଟଙ୍କା ଅଛି ତମ ପାଖରେ? ନଥିଲେ ମୋ ପାଖରୁ ଧାର ନେଇପାର। ମୁଁ ଉତ୍ତର ଦେଲି, ଧନ୍ୟବାଦ, ଶେଷ ସମ୍ବଳ ଅଛି ପ୍ରାୟ 50-60 ଟଙ୍କା। କିଶୋରୀଲାଲ ତା'ର ଭିତର ପକେଟରୁ 40 ଟଙ୍କା କାଢ଼ି ମୋତେ ଧରାଇ ଦେଇ କହିଲା, 100 ଟଙ୍କା ହେଲା ତ? ହେଲା। କିନ୍ତୁ କଣ୍ଠରେ ମୋର ବିସ୍ମୟ। କିଶୋରୀଲାଲ କହିଲା, 73 ଡାଉନ୍ ପାଇଁ ବମ୍ବେକୁ 2 ଖଣ୍ଡ ଥାର୍ଡ଼ କ୍ଲାସ୍ ସ୍ଲିପର ଟିକେଟ୍ କିଣି ଆଣ 4 ନମ୍ବର କାଉଣ୍ଟରରୁ। ମୋ ନାଁ କହିଲେ ଅସୁବିଧା ହେବ ନାହିଁ। କିନ୍ତୁ ମୁଁ ବମ୍ବେ ଯିବି କାହିଁକି କିଶୋରୀଲାଲ? ତା ଛଡ଼ା ମୋର 2 ଖଣ୍ଡ ଟିକେଟ୍ ହେବ କ'ଣ? କିଶୋରୀଲାଲ ଉତ୍ତର ଦେଲା, କିତାବୀ ପାଠ ପଢ଼ିଲେ ଏହି ହୁଏ ଅବସ୍ଥା। ମୁଁ କ'ଣ କହୁଛି ତୁମକୁ ବମ୍ବେ ଯିବା ପାଇଁ? ତୁମେ ଟିକେଟ୍ 2 ଖଣ୍ଡ ନେଇ ଆସ ନା କି, ତାପରେ ସକାଳେ ଦେଖିବ ମଜା। କିନ୍ତୁ ହାଙ୍କିବ 15% ଏଜେନ୍ସି କମିଶନ। ସକାଳେ ଏଇ 2 ଖଣ୍ଡ ଟିକେଟ୍ ବିକ୍ରି ହୋଇଯିବ 115 ଟଙ୍କାରେ। ଗୋଟିଏ ଘଣ୍ଟାରେ ଲାଭ କଲ କେତେ? ଆରେ ବାବୁଜୀ! କିଶୋରୀଲାଲ ମୋର ଜଙ୍ଘ ଥାପୁଡ଼େଇଲା। ସେଇଦିନୁ ଜୀବିକା ଉପାର୍ଜନର ଗୋଟିଏ ସହଜ ପନ୍ଥା ମିଳିଯାଇଛି ଏଠି। ଟ୍ରାଭେଲ୍ ଏଜେନ୍ସି ନାଁରେ ଟ୍ରେନ୍ ଟିକେଟ୍ରେ ବ୍ଲାକ୍, 15% କମିଶନରେ ଦିନେ ଦିନେ 20-25 ଟଙ୍କା ପର୍ଯ୍ୟନ୍ତ ଉତ୍ପାର୍ଜନ ହୋଇପାରୁଛି। କିନ୍ତୁ ସେଥିରେ ମଧ୍ୟ ଅଛି ପୁଲିସ, ଷ୍ଟେସନ ଷ୍ଟାଫ୍ ଆଉ କିଶୋରୀଲାଲର ପାଉଣା। ସବୁ ଯିବା ପରେ ମୋ ପାଖରେ ପଡ଼ୁଛି ପ୍ରାୟ ସାମାନ୍ୟ। ତଥାପି ମନ୍ଦ କ'ଣ? ତୁମେ ଏହା ଭିତରେ ନିଶ୍ଚୟ ସମ୍ପୂର୍ଣ୍ଣ ଆରୋଗ ହୋଇଯିବଣି ସୁମି। ନର୍ସିଂହୋମରୁ କେବେ ଫେରିଲ? ମେନ୍ସୁରେସନାଲ ଡିସ୍ଅର୍ଡର ପ୍ରତି ସାବଧାନ ରହିଥିବ। ସବୁବେଳେ ସେଇଟା ସ୍ୱାସ୍ଥ୍ୟ ପକ୍ଷେ ଭଲ ନୁହେଁ। ସୁମିତ୍ରା ସେହି ଦୀର୍ଘ ଚିଠିର କୌଣସି ଉତ୍ତର ଦେଇନଥିଲା। ତଥାପି ପ୍ରତିଦିନ ସକାଳେ ଷ୍ଟେସନରୁ ବାହାରିବା ବେଳେ ଷ୍ଟେସନ ସୁପରିଟେଣ୍ଡେଣ୍ଟଙ୍କ ଅଫିସ ପାଖରେ ତାର ଜାଲିଆ ଅଣ୍ଟା ଲେଟର କେସ୍ ଭିତରକୁ ସେ ଚାହିଁ ଦେଖେ ତା ଠିକଣାରେ ଥାଏ ଯଦି ସୁମିତ୍ରାର ଚିଠି। ଏହା ତାର ଗୋଟାଏ ପ୍ରାୟ ନୈମିତ୍ତିକ ଅଭ୍ୟାସରେ ପରିଣତ ହୋଇପଡ଼ିଥିଲା। ଚିଠି ତାର କେବେ ଆନଥାଏ, କିନ୍ତୁ ସେଇ ତାର ଜାଲିଆ ଅଣ୍ଟା ଲେଟର କେସ୍ ଭିତରକୁ ଚାହିଁ ସେ ଗୋଟାଏ ସାନ୍ତ୍ୱନା ପାଏ। ତାହେଲେ ତାରି ପରି ଆହୁରି ବି ଅଛନ୍ତି ଅନେକ ଯେଉଁମାନଙ୍କ ଚିଠି ଆସିଥାଏ ଷ୍ଟେସନ ସୁପରିଟେଣ୍ଡେଣ୍ଟଙ୍କ କେୟାରରେ। ପାର୍ଥକ୍ୟ ଭିତରେ କେବଳ ବେଳେବେଳେ ସେମାନଙ୍କ ପାଇଁ ଚିଠି ଥାଏ, ତା ନାମରେ କିନ୍ତୁ କେବେ କୌଣସି ଚିଠି ନଥାଏ। ସୁମିତ୍ରା ତାକୁ ପୂରାପୂରି ଭୁଲିଗଲା ନା କ'ଣ? ତାର ବନ୍ଧୁତ୍ୱ ଥିଲା କେବଳ ଗୋଟାଏ ଛଳନା। ଗୋଟାଏ ଦୀର୍ଘଶ୍ୱାସ କେବଳ ତାର ଅନୁଚ୍ଚାରିତ ପ୍ରଶ୍ନର ଉତ୍ତର ଦିଏ। ହୁଏତ ଛଳନା, ହୁଏତ ନୁହେଁ। ହେଇପାରେ ସମୟର ଅଭାବ। ତଥାପି ସାମୟିକ ଭାବରେ ସୁମିତ୍ରାକୁ ଚିଠି ଲେଖିବା ପରେ ତାର କେବେ ଅବହେଳା ନଥାଏ। ସୁମିତ୍ରାକୁ ଚିଠି ଲେଖା ଯେପରି ତାର ଶୂନ୍ୟତା ସହିତ ସଂଳାପ। ଦିନେ ସକାଳେ ସେ ୱେଟିଂ ରୁମ୍ରେ ତାର ଆଳାପ ହେଲା ଜଣେ ସୌମ୍ୟ ଦର୍ଶନ ବୃଦ୍ଧ ଭଦ୍ରବ୍ୟକ୍ତିଙ୍କ ସହିତ। ତାଙ୍କର ଯିବା କଥା 41 ଡାଉନରେ କଲିକତା। ମାତ୍ର ଫର୍ଷ୍ଟ କ୍ଲାସରେ ତାଙ୍କ ପାଇଁ ସିଟ୍ ନଥିଲା। ଭଦ୍ରଲୋକ ଚିନ୍ତିତ ଭାବରେ ୱେଟିଂ ରୁମ୍ରେ ବସିଥିଲେ ମୁହ୍ୟମାନ ହୋଇ। ଏପରି ଉପେକ୍ଷିତ ହତାଶ ଯାତ୍ରୀମାନଙ୍କୁ ଦେଖିବା ମାତ୍ରେ ସେମାନଙ୍କ ଚେହେରାରୁ ସେ ବୁଝିପାରେ ସେମାନଙ୍କ ପରିସ୍ଥିତି ଓ ସମସ୍ୟା। ଅନାହୁତ ଭାବରେ ଭଦ୍ରଲୋକଙ୍କ ପାଖରେ ସୋଫା ଉପରେ ବସିପଡ଼ି ସେ ପଚାରିଲା, ଆପଣ ବଡ଼ ବେଶୀ ଚିନ୍ତିତ ଦେଖାଯାଉଛନ୍ତି ସାର୍। ଆପଣଙ୍କର କୌଣସି ସେବାରେ ଲାଗିପାରେ ମୁଁ? କଣ୍ଠରେ ବିନୟ, ଶୁଦ୍ଧ ଉଚ୍ଚାରଣ, ଭଙ୍ଗୀ ଇଂରାଜୀରେ। ଜଣେ ଦରଦୀ ଲୋକ ପାଖରେ ପାଇ ଭଦ୍ରଲୋକ ବିଳାପ କରି ବସିଲେ ତାଙ୍କର ବୃତ୍ତାନ୍ତ। ଏଇ ଦେଖ ନା ବାବା, ମୋର ଅବସ୍ଥା 41 ଡାଉନରେ ଯିବି କଲିକତା। ୱେଟିଂ ଲିଷ୍ଟରେ ନାମ ଥିଲା 3rd ପୋଜିସନରେ, କିନ୍ତୁ ଟିକେଟ୍ କିଣିବା ପରେ ୱେଟିଂ ଲିଷ୍ଟରେ ପୋଜିସନ୍ ହଠାତ୍ ବଦଳି ଯାଇଥିଲା। ତାଙ୍କ ପରେ ୱେଟିଂ ଲିଷ୍ଟରେ ଥିବା ଯାତ୍ରୀମାନେ ଗଲେ, ଅଥଚ ସେ ପଡ଼ିଗଲେ ଏଠି। ବୃଦ୍ଧଙ୍କର ଅବଶୋଷ। ଆଃ, ଦେଶଟା ତଳିତଳାନ୍ତ ହୋଇଗଲା।
सामान्य सामान्य कथारे सुधा सबुआड़े करप्शन करप्शन से आश्वासन दे कहला करप्शन ये तो आज ए देश में बिग बिजनेस इंडस्ट्री मध्य किंतु चिंता कौन 41 डाउन मात्र 4 घंटा व्यवधान रे छाड़ब 73 डाउन पहुँचब किंतु 41 डाउन 2 घंटा पर 73 डाउन स्पीड सा बेसी किना ଏହା ଭିତରେ ପ୍ରତ୍ୟେକ ଟ୍ରେନ୍ର ନାଡ଼ି ନକ୍ଷତ୍ର ଜାତକ ତାର କଣ୍ଠସ୍ଥ ହୋଇସାରିଥିଲା। 73 ଡାଉନରେ ଆପଣଙ୍କ ପାଇଁ ଯୋଗାଡ଼ କରିଦେଇପାରେ ଗୋଟାଏ ଲୋୟର ବର୍ଥ ଯୋଗାଡ଼ କରିଦେଇପାରିବ ବାବା। ଭଗବାନ ତମର ଅଶେଷ କଲ୍ୟାଣ କରନ୍ତୁ। ମୋଟା ଚଷମା ଲେନ୍ସ ତଳେ ମଲାମାଛର ଆଖି ପରି ବୃଦ୍ଧଙ୍କ ସେତା ଆଖି ଦୁଇଟା ଆଶା ଓ ସମ୍ଭାବନାରେ ଉଜ୍ଜଳ ହୋଇଉଠିଲା। किंतु टिकेट उपरे आपनकु 15 टंका बेसी देबा पई पड़िबो। एजेंसी कमिशन मते अविश्वास करिबे नहीं सार मु फिलोसफी रे एमए आपनको चेहरा हमर अध्यापक प्रोफेसर चौधरी सहित मिल जाउछ बोली नहिले अन्य एजेंट पालारे पड़िथिले आपनकु देबा पई पड़ितांता 25 टंका रो कम नुहे 15 टंका ब्लैक देबा पई भद्रलोकंकर आपत्ति नथिला। एठारे गोटे दिन वेटिंग रूम रे पड़ी रहिबा परिवर्ते अधिका 15 टंका देई से जदि गोटे लोयर बर्थ करिपारंती 73 डाउन ने ताहाले ताहा ही बरং श्रेयस्कर। किंतु ए अजଣା अपरिचित युवकटा बाबुरी बाल लंबा चौड़ा जुल्फी ओठ तले छोट 3 कोणिया दाढ़ी आउ बेल बटम पैंट आड़े चाहे ब्लैक रो दक्षिणा सहित टिकेट रो मासुल ताकू धराई देबा पई तांकर प्रत्यय हेउनथिला। तांको सेतेबेले अभय देला वेटिंग रूम बियर बंधु किशोरीलाल। यहाँ अविश्वास करिबे नहीं साहेब ये ट्रैवलिंग एजेंसी रो दलाल कमिशन पाइले जेकोसी ट्रेन ने आपणक पक्का रिजर्वेशन जोगाड़ कर दे पारिबे। बुझिथिबे तो साहेब ये कमिशनर जुग। वृद्ध भद्रलोक किशोरीलाल को साक्षी रखी ताकू धराई देथिले कमिशन सहित टिकेट रो मासुल। से मध्य यथा समय रे भद्रलोक को आनी देथिला रिजर्वेशन टिकेट एपरिकी तांको कोच और बर्थ नंबर सुधा। भद्रलोक टिकेटा भल भाव आद्यपांत परीक्षा करी कोट तले गोटे फतेईर भितरे पकेट्रे साइती रखिबा परे अभिभावक सुलभ प्रोफेसरीय कंठरे कहले ए तुमार कौन है बाबा फिलोसफी रे एमए शेष को रेल टिकेट रे ए ब्लैक करिबार घृण्य पेशा धरिल। भद्रलोकों कंठरे मृदु भर्सना मिश्रित अवशेष। ये तो ट्रैवलिंग एजेंसी नेपथ्य रेल टिकेट रे कला बजार किंतु से कौन जानते यह पूर्व से अर्जन कर सारी सिनेमा टिकेट रे सुधा कला बजार अभिज्ञता। सिनेमा टिकेट रे ब्लैक तो आहुरी सांघातिक साइकेल चेन छुरा और पुलिस संगे खंडजुतार व्यापार किंतु एपरी सदुपस्थित से मृदु भर्सना मिश्रित अवशेष शुणिले तार देह विरक्ति आउ घृणारे तिले तिले जली उठे किए जेपरी जलंता स्पिरिट बोली दे जाए ता देहरे। एमाने सबुदिने एमिति आराम रे निश्चिंत रे बसी उपदेश दे जानती किंतु देई पारंती कि केबे बंचिबार सत समस्या और संकटर समाधान गोटे आंगुली सुधा एमाने केबे बढ़ांती कि साहाय्य करिबा पई से विस्फोरण कर उठिला। ब्लैकटा को आपण गोटे घृण्य पेशा बोली धरि नेउछन काहेकि आजिर प्रचलित अर्थनीतिर एकमात्र स्वरूप तो दलाली और कला बजार। ए महानगरीर भित्ति प्रतिष्ठित कला टंका आउ दलाली कमिशन उपरे। चषमा तले मलामाछर आखि परी वृद्ध भल लोकंक निष्प्रभ आखि दुईटा उत्तेजना दपदप होई उठिला। ताठारु से आशा करुनथिले एपरी गोटे कठोर अकाट्य उत्तर। आत्मरक्षा करने परी कंठरे से पचारे किंतु आमर सब आदर्श सब इस्ताहार सब उद्घोषणार कहीं परिणति से खंडे सिगरेट रे निया धराई उत्तर देला। एहार उत्तर अति सहज दिने दारिद्र्य छड़ा आमर आ किछि नथिला सेथिपाई लोभ नथिला लुंठन नथिला शोषणर प्रवृत्ति एते प्रचंड नथिला किए लुंठन शोषण करने काहाकू समस्त तो निस्व वंचित। मु चीनामार्का कम्युनिस्ट नुहे सार मु नक्सल नुहे मात्र माओ तुंगक जीवन दर्शन प्रति मोर गभीर श्रद्धा आ विश्वास। दारिद्र्य जदि एकमात्र ऐश्वर्य ताहले समस्तंक भितरे समान भाव में बंटन कर से दारिद्र्य को किंतु
ଅନ୍ୟର ଔଜ୍ଜଲ୍ୟରେ ଅନ୍ଧ ହୋଇ ଆମେ ଘୃଣା କଲୁ ଦାରିଦ୍ର୍ୟ। ଦାରିଦ୍ର୍ୟ ଆମ ଦୃଷ୍ଟିରେ ହୋଇ ଉଠିଲା ଏକ ଅପରାଧ। ବିନା ପ୍ରସ୍ତୁତି ଆଉ ମେହନତରେ ରାତାରାତି ବଡ଼ଲୋକ ନା ମାଫ୍ କରିବେ ସାର୍, କୋଟିକରେ ଗୋଟିଏ ବଡ଼ଲୋକ ହୁଅନ୍ତି କି ନାହିଁ ସନ୍ଦେହ। ଧନୀ ଲୋକ ହୋଇପଡ଼ିବା ହେଲା ଆମ ଜାତିର ଲକ୍ଷ୍ୟ। କିନ୍ତୁ ଚୋରି ନ କଲେ, ବ୍ଲାକ୍ ନ କଲେ, ଅପମିଶ୍ରଣ ନ କଲେ, ଅସାମାଜିକ ନ ହେଲେ ଆପଣ ହଠାତ୍ ରାତାରାତି ଧନୀ ଲୋକ ହୋଇପାରିବେ କିପରି? ଭଦ୍ରଲୋକ ନିରୁତ୍ତର। ମୋର ଅକାଟ୍ୟ ଯୁକ୍ତିର ସେ କି ଉତ୍ତର ଦେବେ ଯେପରି ଖୋଜି ପାଉନଥିଲେ। ତଥାପି ସେଇ ଅଭିଭାବକ ସୁଲଭ କଣ୍ଠରେ ସେ କହିଲେ, ବୁଝିଛ ଯଦି ବାବା, ତାହେଲେ ତୁମ୍ଭେ ମଧ୍ୟ ସେଇ ନଷ୍ଟ ପଥରେ ଓହ୍ଲେଇଲ କାହିଁକି? ମୁଁ ଉତ୍ତର ଦେଲି, ଏ ପ୍ରଶ୍ନ ମୋତେ ପଚାରୁଛନ୍ତି କାହିଁକି? ବରଂ ପଚାରନ୍ତୁ ଆପଣଙ୍କ ଶାସନ ଆଉ ସମାଜର ଦିକ୍ପାଳକମାନଙ୍କୁ। ଭଦ୍ରଲୋକ ମୋର ଅସ୍ୱସ୍ତିକର ଉପସ୍ଥିତିରୁ ଆତ୍ମରକ୍ଷା କରିବା ପାଇଁ ଖବରକାଗଜ ପୃଷ୍ଠା ମଧ୍ୟରେ ଆତ୍ମଗୋପନ କଲେ। ସିନେମା ଟିକେଟରେ ବ୍ଲାକ୍ କରୁଥିବା ହେତୁ ସୁମିତ୍ରା ମଧ୍ୟ ଦିନେ ପଚାରିଥିଲା ତାକୁ, ତୁମ ପରି ଜଣେ ଟ୍ୟାଲେଣ୍ଟେଡ୍ ଯୁବକର ଶେଷକୁ ହେଲା ଏଇ ପରିଣତି? ତାର କଣ୍ଠରେ ସେଦିନ ଅଟକି ଯାଇଥିଲା ପ୍ରତ୍ୟୁତ୍ତର। ଆଉ ତୁମ ନାରୀତ୍ୱର ପରିଣତି ଶେଷକୁ ହେଲା ଏ ପ୍ରଚ୍ଛନ୍ନ ବେଶ୍ୟାବୃତ୍ତି। ଆଃ, ଏ ବିଷାକ୍ତ କାଳରେ ଆମେ ସବୁ ବେଶ୍ୟା ନୋହିଲେ ବେଶ୍ୟା। ସୁମିତ୍ରାକୁ କେନ୍ଦ୍ର କରି ସେହିସବୁ ଗ୍ଳାନିକର ସ୍ମୃତିରେ କିମ୍ବା ସକାଳର ଭଗ୍ନ ସ୍ୱପ୍ନରେ ନିମଜ୍ଜିତ ରହିବା ପାଇଁ ତାର ଆଉ ସମୟ ନଥିଲା। 31 ଡାଉନ୍ ଛାଡ଼ିଲା ପରା। ଦୂରରେ ଆଉଟର ସିଗ୍ନାଲ। ବାହାରେ ଶୁଭୁଛି 31 ଡାଉନ୍ର ବେପରୁଆ ହୁଇସିଲ୍। ଷ୍ଟେସନ ୟାର୍ଡ ଭିତରକୁ ଗୋଟିଏ ଗୁଡ୍ସ ବୋଧହୁଏ ଇନ୍ କରୁଥିଲା। ମୂର୍ଚ୍ଛିତ ପ୍ଲାଟଫର୍ମ, ୟାର୍ଡ ସବୁ କ୍ରମେ ଜୀବନଚଞ୍ଚଳ ହୋଇ ଉଠିଥିଲା। ଚାବାଲା ଆଉ ଖବରକାଗଜ ହକରମାନେ ୱେଟିଂ ରୁମ୍ରୁ ଆକ୍ରମଣ କରିଥିଲେ। ଗୋଟିଏ ଚା କପ୍ରେ ଚୁମୁକ୍ ଦେଇ ସେ ସ୍ଥିର କରି ନେଉଥିଲା ଦିନର କାର୍ଯ୍ୟକ୍ରମ। ପୁଣି ଯିବାକୁ ପଡ଼ିବ ବାଣିଜ୍ୟ ଭବନର ସେଇ ଦପ୍ତରକୁ। କେତୋଟି କିରାଣୀ ଚାକିରି ପାଇଁ ସହସ୍ରାଧିକ ପ୍ରାର୍ଥୀ। କାଲି ଥିଲା ତାର ପାଳି। କ୍ୟୁରେ ସେ ଠିଆ ହୋଇଥିଲା ଇଣ୍ଟରଭ୍ୟୁ ପାଇଁ। ମାତ୍ର ତାର ପାଳି ପଡ଼ିଲା ନାହିଁ। ଇଣ୍ଟରଭ୍ୟୁ ମଝିରେ ହଠାତ୍ ମାଇକ୍ରୋଫୋନରେ ଘୋଷଣା କରାଯାଇଥିଲା, କେତେକ ଅପରିହାର୍ଯ୍ୟ କାରଣରୁ ଇଣ୍ଟରଭ୍ୟୁ ବାତିଲ। ଆସନ୍ତାକାଲି ହେବ ଅବଶିଷ୍ଟ ପ୍ରାର୍ଥୀମାନଙ୍କର ଇଣ୍ଟରଭ୍ୟୁ। କାଠ ବେଞ୍ଚ ଉପରେ ବିଛଣା ଗୁଡ଼ାଇ ରଖି ଖଣ୍ଡେ ଚାର୍ମିନାର ସିଗାରେଟରେ ନିଆଁ ଧରାଇ ସେ ବାଥରୁମ୍ ଆଡ଼େ ଧାଇଁଲା କ୍ୟୁ ଦେବା ପାଇଁ। ତାପରେ 17 ନମ୍ବର ବସ୍ ପାଇଁ କ୍ୟୁ ଦେବାକୁ ପଡ଼ିବ। ଷ୍ଟେସନ ବାହାରେ, ବସ୍ ଷ୍ଟାଣ୍ଡରେ। ତାପରେ ବାଣିଜ୍ୟ ଭବନ ସାମ୍ନାରେ ଇଣ୍ଟରଭ୍ୟୁ ପାଇଁ ପୁଣି କ୍ୟୁ। ସାରା ଜୀବନଟା ଯେପରି କେବଳ କ୍ୟୁ ଆଉ ପ୍ରତୀକ୍ଷା। ସିକନ୍ଦର ରୋଡ୍ ଉପରେ 7 ମହଲା ବାଣିଜ୍ୟ ଭବନ ଦପ୍ତରର ଫୋୟାର ଠାରୁ ଫାଟକ ବାହାରେ ଫୁଟ୍‌ପାଥ ଇଣ୍ଟରଭ୍ୟୁ ପାଇଁ ଲମ୍ବିଥିଲା ପ୍ରାର୍ଥୀମାନଙ୍କର କ୍ୟୁ। ଏକ ଆଦିମ ସରୀସୃପ ପରି। କ୍ୟୁରେ ଅପେକ୍ଷା କରିଥିବା ପ୍ରାର୍ଥୀମାନେ ଉତ୍କଣ୍ଠା ଉଦ୍ବେଗ ମଧ୍ୟରେ ନୀରବ। କୌଣସି ଶୋକସଭାରେ ସେମାନେ ଯେପରି ମୁଣ୍ଡ ନୁଆଁଇ ଠିଆ ହୋଇଥିଲେ କୌଣସି ସ୍ୱର୍ଗତ ଆତ୍ମାର ସଦ୍ଗତି ପ୍ରାର୍ଥନା ପାଇଁ। ଭିତରେ ଚାଲିଥିବା ଇଣ୍ଟରଭ୍ୟୁ ପ୍ରାର୍ଥୀମାନଙ୍କର ଭାଗ୍ୟ ପରୀକ୍ଷା। ଯେଉଁମାନଙ୍କର କୌଣସି ବ୍ୟାଙ୍କିଂ ନଥିଲା, ଯେଉଁମାନେ କର୍ତ୍ତାମାନଙ୍କୁ ପାଉଣା ଦେଇନଥିଲେ, ସେମାନେ ଜାଣିଥିଲେ ସେମାନଙ୍କ ଭାଗ୍ୟର ମୀମାଂସା ହୋଇସାରିଛି। ବୃଥା ନିଷ୍ଫଳ ଏ ପ୍ରତୀକ୍ଷା, ଏ ଉତ୍ପୀଡ଼କ କ୍ୟୁ। କିଶୋରୀଲାଲ ସେଦିନ ତାକୁ କହିଥିଲା, ବିନା ବ୍ୟାକିଂରେ କିଛି ଚଳେ ନାହିଁ ଏଠି। ତମର ବ୍ୟାକିଂ ଅଛି? କୌଣସି ରାଜନୀତିବାଲା ନେତା କର୍ମୀ ହେଲେ ବି ଚଳିବ। ସେ ନିଜର ପିଛା ଗୋଟିଏ ଅଶ୍ଳୀଳ ଭଙ୍ଗାରେ ଥାପୁଡ଼େଇ ଉତ୍ତର ଦେଇଥିଲା, ବ୍ୟାକିଂ ତ ନାହିଁ କିଶୋରୀଲାଲ, ଅଛି କେବଳ ଏଇ ବ୍ୟାଗ୍। କିଶୋରୀଲାଲ ବୁଝିପାରିଲା ନାହିଁ ସୁବ୍ରତର ପରିହାସ। ସେ ତାର ସରଳ ଭଙ୍ଗୀରେ ପରାମର୍ଶ ଦେଲା, ତାହେଲେ ଫାଲତୁରେ କ୍ୟୁ ଦେବା ଅପେକ୍ଷା ଏହି ସମୟ ଭିତରେ ତୁମେ କରିପାରନ୍ତ 2-3ଟା ଟିକେଟରେ ବ୍ଲାକ୍। ନା, ବ୍ଲାକ୍‌ର ଏଇ ଗ୍ଳାନିକର ସ୍ଥିତି ପ୍ରତି ତାର କ୍ରମେ ଆସିଥିଲା ପ୍ରଚଣ୍ଡ ଘୃଣା। ବଞ୍ଚିବାର ଚାହିଦା ମେଣ୍ଟାଇବା ପାଇଁ ସେ ସିନା ଓହ୍ଲାଇଥିଲା ଏଇ କଳଙ୍କିତ ପଥରେ। ସେ ଚାହୁଁଥିଲା ସତ୍ ଉପାୟରେ ବଞ୍ଚିବା ପାଇଁ। କିନ୍ତୁ ଏ ସମାଜ କ'ଣ ତାକୁ ସେଥିପାଇଁ ଦେବ ସୁଯୋଗ? ତା ଭିତରେ ଶତସନ୍ଦେହ ଉଙ୍କି ମାରି ଉଠୁଥିଲା। ବୃଥା ନିଷ୍ଫଳ ଏହି ପ୍ରତୀକ୍ଷା। ତଥାପି ଅନ୍ୟମାନଙ୍କ ପରି ଅକ୍ଳାନ୍ତ ଧୈର୍ଯ୍ୟ ଧରି ସେ କ୍ୟୁରେ ଠିଆ ହୋଇଥିଲା
ଭାଗ୍ୟର ସମ୍ମୁଖୀନ ହେବା ପାଇଁ। କିନ୍ତୁ ଭିତରେ ଇଣ୍ଟରଭ୍ୟୁ ପାଇଁ ଏତେ ବିଳମ୍ବ ଘଟୁଥିଲା କାହିଁକି? ସେ ବିଳମ୍ବ ହେତୁ ପର୍ସନାଲିଟି ଟେଷ୍ଟକୁ ଲକ୍ଷ୍ୟ କରି କ୍ୟୁରେ କିଏ ଜଣେ ପଚାରିଲା, ପର୍ସନାଲିଟି ଟେଷ୍ଟ ସେମାନେ କରୁଛନ୍ତି କୁଆଡ଼ୁ ମ? ଆଗଆଡ଼ୁ ନା ପଛଆଡ଼ୁ? ଅଟ୍ଟହାସର ସଂକ୍ରମଣ ମଧ୍ୟରେ ସେ ଆଦିମ ସରୀସୃପର ଲାଞ୍ଜଟା ମୁହୂର୍ତ୍ତକ ପାଇଁ ଚଞ୍ଚଳ ହୋଇଉଠିଲା। କଟିଗଲା ଶୋକସଭାର ସେ ବିଷଣ୍ଣ ନୀରବତା। ତାପରେ ପୁଣି ସେ ଉତ୍କଣ୍ଠା ପୀଡ଼ିତ ନୀରବତା, ନିଶ୍ଚଳତା। ଆଃ! ସାମାନ୍ୟରେ ତା'ର ଏକ ଅକାଳ ପ୍ରୌଢ଼ତ୍ୱ ଗ୍ରସ୍ତ ଯୁବକଟି ପରିବର୍ତ୍ତେ ଠିଆ ହୋଇଥାନ୍ତା ଯଦି କୌଣସି ନିତମ୍ବିନୀ ପ୍ରାର୍ଥିନୀ। ରାତି ଶେଷରେ ସ୍ୱପ୍ନ ଦେଖା ନୀଳ ପୋର୍ସିଲେନ୍ ଭେଜ୍ ପରି ସେଇ ମୁକୁଳା ପିଠିର ସ୍ମୃତି ତା'ର ଚେତନାରେ ଭାସିଉଠିଲା। କିନ୍ତୁ ଉତ୍ପୀଡ଼କ ପ୍ରତୀକ୍ଷାର ବୃଷ୍ଟିକ ଦଂଶନ ମଧ୍ୟରେ କଟିଗଲା ସେ ମୁଗ୍ଧ ଚେତନା। ଆଉ କେତେକ୍ଷଣ ଏହି ପ୍ରତୀକ୍ଷା? କର୍ତ୍ତାମାନେ କିନ୍ତୁ ପରୀକ୍ଷା କରୁଥିଲେ ପ୍ରଥମେ ଲେଡି କ୍ୟାଣ୍ଡିଡେଟ୍ମାନଙ୍କୁ। ଯୌନ ସାମ୍ୟବାଦ ସତ୍ତ୍ୱେ ସେମାନଙ୍କ ପାଇଁ ବ୍ୟବସ୍ଥା ସ୍ୱତନ୍ତ୍ର। 4 ଅକ୍ଷର ବିଶିଷ୍ଟ ଗୋଟିଏ ଅଶ୍ଳୀଳ ଇଂରାଜୀ ଶବ୍ଦ ତା'ର ଚେତନାରେ ଭାସିଉଠି ପୁଣି ମିଳାଇ କଲା। ଲେଡି କ୍ୟାଣ୍ଡିଡେଟ୍ମାନଙ୍କ ସମ୍ପର୍କରେ ସେଇ ପ୍ରକାର ଗୋଟିଏ ଅଶ୍ଳୀଳ ଇଙ୍ଗିତ ଅଳ୍ପ ପୂର୍ବେ ବୋଧହୁଏ କ୍ୟୁରେ ତୋଳିଥିଲା ଅଟ୍ଟହାସ୍ୟର ଜୁଆର। ଅଫିସ ଭିତରୁ ହଠାତ୍ ଲାଉଡ଼ସ୍ପିକରରେ ଘୋଷଣା ପ୍ରକାଶିତ ହେଲା, କେତେକ ଅନିବାର୍ଯ୍ୟ କାରଣବଶତଃ ଆଜି ପୁଣି ଇଣ୍ଟରଭ୍ୟୁ ବାତିଲ। ପରବର୍ତ୍ତୀ ଇଣ୍ଟରଭ୍ୟୁର ତାରିଖ ଓ ସମୟ ପ୍ରାର୍ଥୀମାନଙ୍କୁ ଯଥାସମୟରେ ଖବରକାଗଜ ଜରିଆରେ ଜଣାଇ ଦିଆଯିବ। ପ୍ରାର୍ଥୀମାନେ ନିଶ୍ଚୟ ଅନେକ ପୂର୍ବରୁ ମନୋନୀତ ହୋଇସାରିଥିଲେ। ଏ ଇଣ୍ଟରଭ୍ୟୁ ଉଦ୍ଦିଷ୍ଟ ଥିଲା କେବଳ ଏକ ଉପଚାରିତ ବିଧିରକ୍ଷା ପାଇଁ। ସେମାନେ ପ୍ରତ୍ୟେକେ ଆଶଙ୍କା କରୁଥିଲେ ଏ ପ୍ରହସନର ଘଟିବ ଏହି ପ୍ରକାର ଏକ ପରିଣତି। ତଥାପି ସେମାନେ କ୍ୟୁ ଦେଇଥିଲେ ଗୋଟାଏ ଅନିଶ୍ଚିତ କାଳେର ମୋହରେ। କିନ୍ତୁ ଯେଉଁ ଆଶଙ୍କା ସେମାନଙ୍କୁ ଏତେକ୍ଷଣ ଉଦ୍ବିଗ୍ନ ଉତ୍କଣ୍ଠିତ କରି ରଖିଥିଲା, ତାହା ଏବେ ନିଷ୍ଠୁର ଭାବରେ ସତ୍ୟ ପ୍ରମାଣିତ ହୋଇଗଲା। ଲାଉଡ଼ସ୍ପିକରରେ ସେ ଘୋଷଣା ପରେ ସେମାନଙ୍କର ମୋହଭଙ୍ଗ ଘଟିଥିଲା ଏକ ପ୍ରଚଣ୍ଡ ବିସ୍ଫୋରଣ ମଧ୍ୟରେ। ଦଳ ଦଳ ଲିଲିପୁଟିଆନ୍ ଟେକାପଥର ଧରି ଗଲିଭର୍ସ ଟ୍ରାଭେଲ୍ର ଗଳ୍ପରେ ଫ୍ଲେଫସ୍କୁ ଦ୍ୱୀପ ଆକ୍ରମଣ କରିବା ପରି ସେମାନେ ବାଣିଜ୍ୟ ଜୀବନର ସେ 7 ମହଲା ଇମାରତକୁ ଆକ୍ରମଣ କରିବା ଆରମ୍ଭ କରିଥିଲେ ଅନ୍ଧ କ୍ରୋଧରେ। କିପରି କ'ଣ କୁଆଡ଼ୁ ଆରମ୍ଭ ହେଲା ସେ କିଛି ବୁଝି ପାରୁନଥିଲା। କିନ୍ତୁ ଇଟାପଥର ସବୁ ବୃଷ୍ଟି ହୋଇ ପଡ଼ୁଥିଲା ସେ ଇମାରତ ଉପରେ। ଆଉ ତା' ସହିତ କିଳିକିଳା ରଡ଼ି ଭାଙ୍ଗ। ସେ ମଧ୍ୟ ସେମାନଙ୍କ ସହିତ ସେ ଆକ୍ରମଣରେ ଯୋଗ ଦେଇଥିଲା ମତ୍ତ ଉଲ୍ଲାସରେ। ଏଇ ଜଗଦ୍ଦଳ ଅଚଳାୟତମାନଙ୍କୁ ଆକ୍ରମଣ କରିବାରେ ଅଛି କେତେ ଉତ୍ତେଜନା, ଭାଙ୍ଗିବାରେ ଅଛି ଏତେ ଉନ୍ମାଦନା, ଏତେ ପ୍ରମତ୍ତ ଆନନ୍ଦ, ତାହା ସେହିଦିନ ଯେପରି ସେ ପ୍ରଥମେ ଅନୁଭବ କରିଥିଲା। ତା'ର ପ୍ରତ୍ୟେକ ସ୍ନାୟୁତନ୍ତ୍ରୀ ସଂଗ୍ରାମର ଏକ ନୂତନ ଆହ୍ୱାନରେ ଉଜ୍ଜୀବିତ ହୋଇଉଠିଥିଲା। ତା'ର ଉତ୍ତେଜିତ ଆଖି ଆଗରେ ପ୍ରସାରିତ ହୋଇଯାଇଥିଲା ଏକ ନୂତନ ଦିଗ୍ବଳୟ। ବାଣିଜ୍ୟ ଭବନର ଷ୍ଟିଲ୍ ଫ୍ରେମ୍, ଅଣ୍ଟା ଝରକା ଦରଜାର କାଚ ସବୁ ଖଣ୍ଡ ଖଣ୍ଡ ହୋଇ ତଳେ ଭାଙ୍ଗି ପଡ଼ୁଥିଲା ଝୁଡ଼ି ଝୁଡ଼ି ଭଙ୍ଗା ଇଟା ଆଉ ବ୍ଲାକ୍ ଚିପ୍ସ ମଧ୍ୟରେ। ଦମକା ଦମକା ପବନ ପ୍ରଜ୍ୱଳିତ ଅଗ୍ନିଶିଖାକୁ ଲେଲିହାନ କରିଦେବା ପରି ସେହି ଅନ୍ଧ ଆକ୍ରମଣ ମଧ୍ୟରେ ବେଳେବେଳେ ସ୍ଲୋଗାନ ଉଠୁଥିଲା, ଭାଙ୍ଗ ଭାଙ୍ଗ ଭ୍ରଷ୍ଟାଚାରର ଇମାରତ, ଇନକଲାବ ଜିନ୍ଦାବାଦ। ଇମାରତର କାଚ ସବୁ ଟୁକୁରା ଟୁକୁରା ଭାଙ୍ଗି ତଳେ ଝଣଝଣ ହୋଇ ଖସି ପଡ଼ୁଥିଲା। ଷ୍ଟିଲ୍ ଫ୍ରେମ୍ ବନ୍ଧା ଇମାରତ କିନ୍ତୁ ଗର୍ବିତ ଭଙ୍ଗୀରେ ସେଇ ଲିଲିପୁଟମାନଙ୍କୁ ଉପହାସ କରୁଥିଲା। ଢେଲା ଭାଙ୍ଗିପାର କାଚ ଝରକା କବାଟକୁ, କିନ୍ତୁ ତମର ଢେଲାମାଡ଼ରେ ଦୋହଲିବ ନାହିଁ ଏ ଇମାରତର ମୂଳଦୁଆ। ସେଥିପାଇଁ ପ୍ରୟୋଜନ ଭୂମିକମ୍ପ। ଆକ୍ରମଣର ଉତ୍ତେଜନା ମଧ୍ୟରେ ତା'ର ନିମ୍ନ ମଧ୍ୟବିତ୍ତ ପେଟିବୁର୍ଜୋୟା ଚେତନାରେ ଉଙ୍କିମାରି ଉଠୁଥିଲା ସନ୍ଦେହ, ଜିଜ୍ଞାସା। ଏମାନେ କ'ଣ ନକ୍ସଲପନ୍ଥୀ ଅଥବା ଶାସକ ଗୋଷ୍ଠୀର ଭାଷାରେ ପ୍ରତିକ୍ରିୟାଶୀଳ ଚରମପନ୍ଥୀ? ତା'ର ଗଣତାନ୍ତ୍ରିକ ଦେଶାତ୍ମବୋଧ ତାକୁ ଦଣ୍ଡେ ଅଟକାଇ ଦେଉଥିଲା। କିନ୍ତୁ ତାହା କେବଳ ମୁହୂର୍ତ୍ତକ ପାଇଁ। ତା' ମନରେ ଝଡ଼ ପରି ଚେଇଁ ଉଠିଥିଲା ପ୍ରଶ୍ନ, କେଉଁମାନେ ହିଂସ୍ର?
ସୁପୁରୁଷ ସାଜି ଏୟାର କଣ୍ଡିସନର ସ୍ୱାଚ୍ଛନ୍ଦ୍ୟ ମଧ୍ୟରେ ବସି ଯେଉଁମାନେ କ୍ୟୁରେ ନିର୍ଘାତ ଖରାରେ ଶହ ଶହ ଆଶାୟୀ ଯୁବକଙ୍କୁ ଠିଆ କରାଇ ଅବଶେଷରେ ପ୍ରତାରିତ କଲେ, ସେମାନେ ନା ଅନ୍ଧ କ୍ରୋଧରେ ଫାଟି ପଡ଼ୁଥିବା ଏହି ପ୍ରତାରିତମାନେ? କେଉଁମାନେ ଅଧିକ ହିଂସ୍ର, ଯେଉଁମାନେ ମାରନ୍ତି ହାତରେ ନା ଭାତରେ? ମୁହୂର୍ତ୍ତକର ସେ ବିମୂଢ଼ତା କଟିଯିବା ପରେ ସେ ଚାରିଆଡ଼େ ଓଜାଡ଼ି ପଡ଼ୁଥିବା ଖଣ୍ଡ ଖଣ୍ଡ ବ୍ଲାକ୍ ଚିପ୍ସ ତଳୁ ଉଠାଇ ଫିଙ୍ଗୁଥିଲା ବାଣିଜ୍ୟ ଭବନର ପୋର୍ଚ୍ଚ ଉପର କାନ୍ଥରେ ଚିତ୍ରିତ କୌଣସି ଆଧୁନିକ ଚିତ୍ରକରଙ୍କ ମ୍ୟୁରାଲ ଉପରକୁ। ବାଣିଜ୍ୟ ଭବନ ପରି ବଡ଼ ବଡ଼ ଇମାରତମାନଙ୍କ କାନ୍ଥରେ ଏହିପରି ମ୍ୟୁରାଲ ଭିତ୍ତିଚିତ୍ର ଖୋଦନ କରିବା ଏହି ମହାନଗରୀକୁ ସୁଶୋଭିତ କରିବା ପାଇଁ ଅନୁମୋଦିତ ଏକ କାର୍ଯ୍ୟକ୍ରମ। ପାଶ୍ଚାତ୍ୟର ମହାନଗରୀ ସବୁକୁଆଡ଼େ ଏହିପରି ସୁଶୋଭିତ। ପ୍ରଥମେ ଯେଉଁଦିନ ବାଣିଜ୍ୟ ଭବନକୁ ଆସି ଏହି ମ୍ୟୁରାଲ ସେ ଦେଖିଥିଲା, ସେଦିନ ବୁଝିପାରିନଥିଲା ଏହାର ବିଷୟବସ୍ତୁ। ତାରି ପରି ଆଉ ଜଣେ ଉମେଦବାର ବୋଧହୁଏ ଏହି ସହରର କୌଣସି ଦିଲ୍ଲୀବାଲା ତା'ର ଜିଜ୍ଞାସାର ଉତ୍ତର ଦେଇ କହିଥିଲା, ଇଏ ଭାରତମାତା। କିନ୍ତୁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ତା'ର ଅବଚେତନର ଉତ୍କୀର୍ଣ୍ଣ କରି ରଖିଥିଲା ଯେଉଁ ସୁଜଳାଂ ସୁଫଳାଂ ମଳୟଜ ଶୀତଳାଂ ସ୍ନିଗ୍ଧମୂର୍ତ୍ତି, ଏହା ଥିଲା ତା'ର ଯେପରି ଏକ ଅଶ୍ଳୀଳ ପରିହାସ। ଆଧୁନିକ ଚିତ୍ରକଳା ଦ୍ୱାହିରେ ଏପରି ବିଭତ୍ସ ଫାଙ୍କିବାଜି ଚାଲିପାରେ, ତାହା ସେ ପର୍ଯ୍ୟନ୍ତ ତା'ର ଧାରଣା ନଥିଲା। ସେ ଅପରିଚିତ ଦିଲ୍ଲୀବାଲା ଯୁବକ ତାକୁ ଆଖିମିଟିକା ମାରି କହିଥିଲା, ଏ ମ୍ୟୁରାଲର ଶିଳ୍ପୀ ଜଣେ ଉପରବାଲାଙ୍କ ନିଜ ଲୋକ। ଗୋଟିଏ ଗୋଟିଏ ମ୍ୟୁରାଲ ପାଇଁ ଲକ୍ଷେ ଟଙ୍କା। ସେ ମନେ ମନେ ହିସାବ କରୁଥିଲା, ଲକ୍ଷେ ଟଙ୍କାରେ ଏ ନିଷ୍ପ୍ରାଣ ମହାନଗରୀରେ କେତେ ବାସହୀନ ବାସ୍ତୁହାରାଙ୍କ ପାଇଁ ତିଆରି ହୋଇପାରନ୍ତା ମୁଣ୍ଡ ଗୁଞ୍ଜିବା ପାଇଁ ଆଶ୍ରୟ। କିନ୍ତୁ ସେଥିରେ ଉପରବାଲାଙ୍କ କି ଫାଇଦା ହୁଅନ୍ତା? ସେଇଦିନୁ ଏଇ ମ୍ୟୁରାଲଟା ଉପରେ ଆଖି ପଡ଼ିବା ମାତ୍ରେଇ ତା ମନରେ ଚେଇଁଉଠେ କଳାପାହାଡ଼ୀ ହିଂସ୍ରତା। ଏହାକୁ ଟୁକୁରା ଟୁକୁରା କରି ଭାଙ୍ଗି ପାରିଲେ ଯେପରି ତା'ର ପ୍ରତାରିତ ଆତ୍ମା ଶାନ୍ତି ପାଆନ୍ତା। ଏବେ ସେଥିପାଇଁ ତାକୁ ମିଳିଯାଇଥିଲା ଅବାଧ ଅବକାଶ। ଦୁଇଟା କ୍ରାକର ହଠାତ୍ ପ୍ରଚଣ୍ଡ ବିସ୍ଫୋରଣ କରିଉଠିଲା। ମ୍ୟୁରାଲରୁ ଫାଳେ ସିମେଣ୍ଟ ପ୍ଲାଷ୍ଟର ସହିତ ତଳେ ଖସିପଡ଼ିଲା। ଆକ୍ରମଣ ଆଉ କେତେ ସମୟ ଧରି ଚାଲିଥାନ୍ତା? ଆଉ କେତେ କ୍ଷଣ ଲାଗିଥାନ୍ତା ସେ ପ୍ରମତ୍ତ ଉତ୍ତେଜନା ଶାନ୍ତ ପଡ଼ିବା ପାଇଁ ଜଣାନାହିଁ। ବାହାରେ ବାଜିଉଠିଲା ପୋଲିସ ଭ୍ୟାନ୍ର ସାଇରନ୍। ଦୁଇଟା ଭ୍ୟାନ୍ରୁ ଦଳ ଦଳ ରାଇଫଲଧାରୀ ପୁଲିସ ତଳକୁ ଲମ୍ଫ ଦେଇ ପୋଜିସନ୍ ଧରି ଠିଆ ହୋଇଗଲେ ଶାନ୍ତି ଭଙ୍ଗକାରୀ ଆକ୍ରମଣକାରୀମାନଙ୍କର ମୁକାବିଲା କରିବା ପାଇଁ। କିନ୍ତୁ କିଏ କରିବ ସେମାନଙ୍କର ମୁକାବିଲା? ପୁଲିସ କୁହାଉଠିଥିଲା, ହଟୋ ହଟୋ ସାଲେ ଲୋକ। ଆକ୍ରମଣକାରୀମାନେ ଛତ୍ରଭଙ୍ଗ ଦେଇ ଆତ୍ମରକ୍ଷା ପାଇଁ କିଏ କୁଆଡ଼େ ପଳାଉଥିଲେ ବ୍ୟାଧଭୀତ ବନ୍ୟ ପଶୁ ପରି। ଯେଉଁମାନେ ହାତେ ହାତେ ଧରାପଡ଼ି ଯାଇଥିଲେ, ପୁଲିସ ସେମାନଙ୍କୁ ଜଣ ଜଣ କରି ଗିରଫ କରି ପୁରାଉଥିଲେ ସେଇ ଭ୍ୟାନ୍ମାନଙ୍କରେ। ସେ ମଧ୍ୟ ଧରାପଡ଼ି ଯାଇଥାନ୍ତା। ଜୋତାର ଗୋଟାଏ କଣ୍ଟା ଯେପରି ତଳିପାରେ ଗୁଞ୍ଜି ହେଉଥିଲା, ସେଥିରେ ଅନ୍ୟମାନଙ୍କ ପରି ସେ ଦୌଡ଼ି ପାରୁନଥିଲା। ତଥାପି ତଳିପାରେ ଯନ୍ତ୍ରଣା ସତ୍ତ୍ୱେ ସେ ଧାଇଁଥିଲା ହତା ପାଚେରୀ ଡେଇଁ ବାହାରକୁ ପଳାଇବା ପାଇଁ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କର ଉପନ୍ୟାସ ହଂସଗୀତିର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ଅନ୍ୟ ଭାଗଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।